ପଲ୍ଲରେ ଜଡ଼ିତ ଥିବା ଭାଇ କିମ୍ବା ଭଉଣୀମାନଙ୍କ ମଧ୍ୟରୁ ଯେ କିଏ ହେଲେ ବାକ୍ୟ ପଢ଼ିବାରେ ସାହାଯ୍ୟ କରିବେ। ଓକେ, ମୋ ପ୍ରକୃତ ଦ୍ରାକ୍ଷାଲତା, ପୁଣି ମୋର ପିତା କୃଷକ। ଓକେ, ପ୍ରଭୁଙ୍କର ଗୌରବ ଏବଂ ମହିମା ହଉ। ପ୍ରିୟର ଭାଇ ଭଉଣୀ ମାନେ, ଯୀଶୁ ଖ୍ରୀଷ୍ଟ କଣ କହୁଛନ୍ତି? ମୁଁ ପ୍ରକୃତ ଦ୍ରାକ୍ଷାଲତା, ପୁଣି ମୋହର ପିତା କୃଷକ। ପ୍ରିୟର ଭାଇ ଭଉଣୀ ମାନେ, ପ୍ରଭୁ ଯୀଶୁ ଖ୍ରୀଷ୍ଟ ଜଣେ ଦ୍ରାକ୍ଷାଲତା ଆଉ ପିତା କୃଷକ, ଏହା ତୁଳନା କରାଯାଇଛି। ଆଉ ପ୍ରିୟର ଭାଇ ଭଉଣୀ ମାନେ, ଦ୍ରାକ୍ଷାଲତା ପ୍ରଭୁ ଯୀଶୁ ଖ୍ରୀଷ୍ଟ ଅଟନ୍ତି ଆଉ ପିତା କୃଷକ। अंगूर लाई दो ओके, जीसु ख्रिस्ट तना अंडो कृषक या बागान मालिक दो कोई पिता ईश्वर। तो प्रिय भाई भौणी माने, प्रभु जीशु कहते मु प्रकृत द्राक्षालता, पुणी मोर पिता कृषक। मैंने ये वाक्य केते तर शुणी अच्छु। आउ प्रभु जीशु ख्रीस्ट गोटे द्राक्षालता सहित तुलना करके निज विषय कहते। आउे आम देखा से आम मानक संयोग करती जोग करती। तो प्रभु जीशु आम मान जोड़ा उठे। हाँ, 2 पद पढ़ंतु। नटारे थिबा जेकोसी शाखा फल न पड़े ताहा से काटी पकाते, आउ जेकोसी शाखा फल पड़े अधिक फल पड़िबा निमंते से ताहा परिष्कार करते। प्रभुଙ୍କର महिमा एवं गौरव हो। प्रिय भाई भौणी माने, जीशु ख्रीस्ट प्रकृत द्राक्षालता अटंती आउ आंबे माने तार शाखा गुड़ाक। प्रभु जीशु ख्रीस्ट होबा तना सारी अंगूर नाई अंदर आबुद आया नाइरेन चिकेन को कतहन को ताकि हमर मुंडा भाषा बाह विषय गोटे ए वाक्य आधारित गीत बना जाइसी। आउ जीशु दसारी द्राक्ष नाई आबुद कतहन को नाई। प्रभु जीशु ख्रीस्ट द्राक्षालता अटंती, आमे माने तार शाखा गुड़ा, छोट छोट शाखा गुड़ा उठ। तो आम माने ताहांकटारे रही अच्छु। प्रभु जीशु ख्रीस्ट 2 पदरे कहती, मोटारे थिबा जे कौनसी शाखा फल न पड़े ताहेले से काटी पकाते। ता माने प्रभु जीशु ख्रीस्ट कोटारे जो माने रुहंती और जो माने विश्वास करती से मानकर फल हेबा दरकार। बाइबल अनुसार प्रथम फल कौन? से बिलाती की आंब बैगण ए फल विषय रे बा अंगूर फल विषय रे कह जाओ नहीं। यह गोटे उदाहरण निया जाइछि। कारण अंगूर आमे देखू केते तार फल नहीं कि पूरा पेंता पेंता पड़ी था। अंगूर किए किए देखी समस्त प्राय देखी नहीं। तो से अंगूर केमिति पड़ता केते सुंदर भाव आंब की पणस परी से अंगूर पड़े नहीं कि उली अंड पणस लिखा जो अच्छे मिंडो मिंडो पूरा रूम पे रूम पूरा पेंता पेंता से अंगूर पड़ता। तो प्रिय भाई भौणी माने, प्रभु जीशु ख्रीस्ट कोटारे जो माने विश्वास करती आउटारे जो माने रुहंती से माने फल पड़िबा दरकार। मोटारे थिबा जे कौनसी शाखा फल न पड़े ता माने प्रभु जीशु ख्रीस्ट कोटारे जो माने विश्वास करके जदि फल पड़िबे नहीं ता से काटी पकाती। आगेड़ाया ओकना काज अतिया जो फल पड़े नहीं, जो द्राक्ष लतार शाखा गुड़ा पड़े नहीं ताकू काटिकी अलगा करा जाए। तेणुकर प्रियर भाई भौणी माने, प्रभु जीशु ख्रीस्ट विश्वास करवा व्यक्तिंकर
ପ୍ରଥମରେ ଫଳ ଉତ୍ପନ୍ନ ହେବା ଦରକାର। ଆଉ ସେ ପ୍ରଥମ ଫଳ କଣ? ପ୍ରଥମ ଯୋଉ ଅଛି କେନା ପ୍ରଥମ ବିଷୟ ହେଲା, ପ୍ରଥମ ଫଳ ହେଲା ମନ ପରିବର୍ତ୍ତନର ଉପଯୁକ୍ତ ଫଳ। କଣ? ଦୂର କେତିଆ ସାରିଜ, ଏହା ପ୍ରଥମ ଫଳ ଅଟେ। ଯେ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରେ ତାର ଜୀବନ ସେ ପରିବର୍ତ୍ତନ ହୁଏ, ତାର ହୃଦୟ ମନ ପରିବର୍ତ୍ତନ ହୁଏ। ତା ହିଁ ପ୍ରିୟର ଭାଇ ଭଉଣୀ ମାନେ, ବାଇବେଲ ଅନୁସାରେ ଆମେ ଦେଖୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା ବ୍ୟକ୍ତିଙ୍କ ଜୀବନରେ ତା ପ୍ରଥମ ଫଳ ଅଟେ। ତାହା ହିଁ ଲେଖା ଯାଉଛି। ଆଉ ଯଦି ତାହା ଫଳ ପଡୁନାହିଁ ତାହେଲେ ତାଙ୍କେ କଣ କରାଯିବ? କାଟିକି ଅଲଗା କରାଯିବ। ଆଉ ଯେକୌଣସି ଶାଖା ଫଳ ପଡେ, ଅଧିକ ଫଳ ପଡିବା ନିମନ୍ତେ ସେ ତାହା ପରିଷ୍କାର କରନ୍ତି। ତା ମାନେ ଫଳ ପଡିବାକୁ ହେଲେ କଣ ହେବାକୁ ହେବ? ପରିଷ୍କାର। ପରିଷ୍କାର ମାନେ ପାରଛି ସାଫା ଏକା। ଆଉ ଆମମାନେ ଯେମିତି ପନିପରିବା ଚାଷ କରୁ, ଆଉ ବିଲାତି ବାଇଗଣ ଚାଷ କରୁଛୁ, ଆଉ ସେଇ ଗଛର ଯତ୍ନ ନେଉ, ଆଉ ଭଲ ଭାବରେ ତା ଫଳ ଆସୁ, ଫୁଲ ଆସୁ ବୋଲି ଆମେ ଯେମିତି ତାକୁ ଦେଖଭାଲ କରୁ। ଆଉ ଯେଉଁ ଗଛ ଡାଳ ଗୁଡାକ ଆକ୍ରମଣୀୟ ହେଉଛି, ଆଉ ବାଇଗଣ ଯୋଉମାନେ ଚାଷ କରୁଛନ୍ତି, ଆଉ ସେଠି କଣ କାଣ୍ଡ ବିନ୍ଧା ପୋକ ନାଇଁ, ସେ ପୋକ ଗୁଡା ଲାଗନ୍ତି। ଆଉ ତାକୁ କାଟିଦେବା, ଆଉ ତାକୁ ଫିଙ୍ଗିଦେଲେ ସେଇ ଅଂଶଟା ଫୋପାଡ଼ି ଦେଲେ, ଆଉ ପରେ ଯୋଉଟା ଫାଲିବ ସେଇ ବିଷୟ ବା ସେଇ ଗଛ ଆହୁରି ଭଲ ଭାବରେ ସେଇ ଡାଳ ଗୁଡାକରେ ଫଳ ଆସିଥାଏ। ତ ପ୍ରିୟର ଭାଇ ଭଉଣୀ ମାନେ, ପ୍ରଥମରେ ଫଳ ହେବା ପୂର୍ବରୁ ତାଙ୍କୁ ପରିଷ୍କାର କରିବାକୁ ପଡିବ, ହେଲେ ଯାଇକି ଭଲ ଫଳ ପଡିବ। ଆଉ ଭଲ ଫଳ ଫଳିବା ନିମନ୍ତେ ପ୍ରଥମରେ ପରିଷ୍କାର ହେବାର ଅଛି। ପରିଷ୍କାର ଅର୍ଥ ଆମମାନଙ୍କର ମନ ପରିବର୍ତ୍ତନ, ପବିତ୍ରତାକୁ ବୁଝାଏ। ଆଉ ଆମମାନେ ପବିତ୍ରତା ଜୀବନ ଅତିବାହିତ କରିବାକୁ ପଡିବ, ସମସ୍ତ ପାପକୁ ଛାଡ଼ିବାର ବିଷୟକୁ ବୁଝାଏ। ଆଉ ତାହେଲେ ଯାଇକି ଆମମାନେ ଉତ୍ତମ ଫଳ ପଡିପାରିବା। ଆଉ ଆମମାନଙ୍କୁ ପରିଷ୍କାର କରନ୍ତି, ଯେମିତିକି କୋଉ ଡାଳ ଗୁଡାକରେ ସେମିତି ଆକ୍ରମଣୀୟ ହୋଇଛି ବା ଶୁଖି ଯାଉଛି, ଆଉ ପୋକ ଜୋକ ଲାଗୁଛନ୍ତି, ତାହା ସବୁ କାଟିକି ଅଲଗା କରାଯାଏ। କାହିଁକି ନା ସେଥିରେ ଯଦି ସେପରି ଆକ୍ରମଣୀୟ ହୁଏ ବା ଶୁଖିଯାଏ ଆଉ ପୋକ ଲାଗନ୍ତି, ତାହେଲେ ସେଇ ଗଛ ବା ସେଇ ଡାଳ, ଅନ୍ୟ ଡାଳ ବା ଅନ୍ୟ ଶାଖା ଗୁଡାକ ମଧ୍ୟ ସେଥିରେ କଣ ହୋଇ ବିସ୍ତାର ହୋଇଯାଏ, ଆଉ ଭାଇରସ ପରି ହେଇଯାଏ। ପୁରା ଗଛଟା ସାରା କଣ ହେବ? ସବୁ ଡାଳରେ ସେଇ ପ୍ରକାର ପୋକ ଧରିବ, ଆଉ ଫୁଲ ଫଳ ଆସିବ ନାହିଁ। ତେଣୁକରି ତାହାକୁ ଅଲଗା କରାଯାଏ। ତା ମାନେ ଗୋଟେ ଗୋଟେ ପାପ, ଗୋଟେ ଗୋଟେ ମନ୍ଦ ବିଷୟ ଆମମାନଙ୍କ ଜୀବନରେ ଫଳ ପଡିବାକୁ ଦିଏ ନାହିଁ। ସେଥିପାଇଁ ପ୍ରଭୁ ଆମମାନଙ୍କ ଜୀବନରେ ସେ ପରିଷ୍କାର କରନ୍ତି। ପ୍ରଥମରେ ବାକ୍ୟ ଦ୍ୱାରା ଆମମାନଙ୍କୁ ଚେତନା ଦିଅନ୍ତି, ଆମମାନଙ୍କୁ ସଂଶୋଧନ କରନ୍ତି, ଆମମାନଙ୍କୁ ପବିତ୍ରକୃତ କରନ୍ତି, ଆଉ ତାଙ୍କର ବହୁମୂଲ୍ୟ ରକ୍ତ ଦ୍ୱାରା ଦୌତ କରିକି ଆମମାନଙ୍କର ପାପ ପରିଷ୍କାର କରିକି ସେ ଉତ୍ତମ ଭାବରେ ଫଳ ଫଳିବା ପାଇଁ ଆଶା କରନ୍ତି। ତେଣୁକରି ପ୍ରିୟର ଭାଇ ଭଉଣୀ ମାନେ, ସେ ପରିଷ୍କାର କରନ୍ତି, ବାକ୍ୟ ଦେଇ ଆମମାନଙ୍କୁ ଜୀବନରେ କଥା କୁହନ୍ତି। ଆଉ ସେଇ ବାକ୍ୟ ଶୁଣିକି ଆମମାନେ ଯଦି ପରିଷ୍କାର ହେଲୁ, ତାହେଲେ ଆମମାନଙ୍କଠାରେ ସେ ଉତ୍ତମ ଫଳ ଦେଖାଯିବ। ପବିତ୍ରତା ଆଉ ପରିବର୍ତ୍ତନର ଜୀବନ ଦେଖାଯାଏ।
ଆଉ ପ୍ରଭୁ ତାହା ହିଁ ଆମମାନଙ୍କ ଜୀବନରୁ ଆଶା କରନ୍ତି। ପ୍ରଥମ ବିଷୟ ଆମମାନେ ମନ ପରିବର୍ତ୍ତନ କରୁ, ଏହା ପ୍ରଥମ ପ୍ରଭୁ ଆଶା କରନ୍ତି। ପ୍ରିୟର ଭାଇ ଭଉଣୀ ମାନେ, ଆମମାନେ ନିଜର ପରିବାର ବିଷୟ ଯଦି ଦେଖିବା, ନିଜର ସନ୍ତାନ ସନ୍ତତି ମାନଙ୍କ ବିଷୟରେ ଯଦି ଆମେ ଚିନ୍ତା କରିବା, ତ ପ୍ରତ୍ୟେକ ବାପା ମାଙ୍କର ଚିନ୍ତା ଲକ୍ଷ୍ୟ ଥାଏ ଯେ ମୋର ପୁଅ ବା ମୋର ଝିଅ ଭବିଷ୍ୟତରେ ଜଣେ ଭଲ ବ୍ୟକ୍ତି ବା ଭଲ ଭାବରେ ସେ ସୁଶିକ୍ଷିତ ହୁଅନ୍ତୁ, ଆଉ ବାପା ମାଙ୍କର ନାମ ରଖନ୍ତୁ, ଆଉ ତାଙ୍କ ପାଇଁ ଆମେ ଭଲ ବିଷୟ ଆଶା କରିଥାଉ। ତ ପ୍ରିୟର ଭାଇ ଭଉଣୀ ମାନେ, ପ୍ରଭୁ ମଧ୍ୟ ଆମମାନଙ୍କ ଜୀବନରେ ସେ ପ୍ରକାର ଭଲ ବିଷୟ ଆଶା କରନ୍ତି, ଆଉ ଆମମାନେ ମଧ୍ୟ ଆମମାନଙ୍କ ଜୀବନ ଦ୍ୱାରା ତାଙ୍କର ଗୌରବ ଏବଂ ମହିମାନ୍ୱିତ ହେବା ପାଇଁ ସେ ଇଚ୍ଛା କରନ୍ତି। ତେଣୁକରି ପ୍ରିୟର ଭାଇ ଭଉଣୀ ମାନେ, ଆମମାନଙ୍କୁ ଶାସନ କରନ୍ତି, ଆମମାନଙ୍କୁ ପରିଷ୍କାର କରନ୍ତି, ଆମମାନଙ୍କୁ ସଂଶୋଧନ କରନ୍ତି। ତାହେଲେ ଯାଇକି ଆମମାନେ ଭଲ ଭାବରେ ପଢିପାରିବା। ଯେମିତିକି ଆମମାନଙ୍କର ପିଲାମାନଙ୍କୁ ଆମେ ଶାସନ କରୁ, ଭୁଲ କାର୍ଯ୍ୟ କଲେ ଆଉ ଖରାପ ବାଟକୁ ଗଲେ ସେମାନଙ୍କୁ ଆମେ ଅନୁଯୋଗ କରିଥାଉ, ଆଉ ସେମାନଙ୍କୁ ଆମେ ବୁଝେଇଥାଉ। ପ୍ରିୟର ଭାଇ ଭଉଣୀ ମାନେ, ସେ ପ୍ରକାରେ ପ୍ରଭୁ ଆମମାନଙ୍କୁ ତାଙ୍କ ବାକ୍ୟ ଦ୍ୱାରା ଆମମାନଙ୍କୁ ପରିଷ୍କାର କରନ୍ତି, ଆଉ ଆମମାନଙ୍କ ଜୀବନରେ ସେ ଉତ୍ତମ ଫଳ ପଢିବା ପାଇଁ ଆଶା କରନ୍ତି। ତେଣୁକରି ପ୍ରଥମ ବିଷୟ ଆମମାନେ ଫଳ ପଢିବା ଅର୍ଥ ଆମମାନେ ପରିବର୍ତ୍ତନ ହେବା। ଆଉ ଆପଣମାନେ ଏହା ଭାବନ୍ତୁ ନାହିଁ ମୁଁ ଏତିକି ବର୍ଷ ହେଲା ପରିବର୍ତ୍ତନ ହୋଇ ସାରିଛି, ବାପ୍ତିଜିତ ହୋଇଛି, ଉଦ୍ଧାର ପ୍ରାପ୍ତ ହୋଇଛି। କିନ୍ତୁ ପ୍ରିୟର ଭାଇ ଭଉଣୀ ମାନେ, ଆମମାନଙ୍କୁ ପ୍ରତିଦିନ ପରିବର୍ତ୍ତନ ହେବାକୁ ପଡିବ, ନୂଆ ହେବାକୁ ପଡିବ। ଗୋଟିଏ ଦିନ ଆମମାନେ ଅନୁତାପ କରିକି ଆଉ ଆଗକୁ ଆମେ ଆହୁରି ବି କେତେ ସମୟ ଅତିବାହିତ କରୁଛୁ, କିନ୍ତୁ ପ୍ରିୟର ଭାଇ ଭଉଣୀ ମାନେ, ଜଣାତରେ ଅଜଣାତରେ ଆମେ ମାନେ ଈଶ୍ୱରଙ୍କର ବିରୋଧରେ ଆଉ ପାପ କରୁଅଛୁ। ପ୍ରିୟର ଭାଇ ଭଉଣୀ ମାନେ, ତେଣୁକରି ଆମମାନେ ପ୍ରତିଦିନ ଆମମାନଙ୍କ ଜୀବନ ପରିବର୍ତ୍ତନ ହେବାକୁ ପଡିବ। ଆଉ ପ୍ରିୟର ଭାଇ ଭଉଣୀ ମାନେ, ଆମମାନେ କିଛି ନା କିଛି ଭୁଲ କାର୍ଯ୍ୟ ବା ଚିନ୍ତା ଭାବନା ଦ୍ୱାରା ଆମମାନେ ସେ ପ୍ରକାର ଭାବ ଚିନ୍ତା ଦ୍ୱାରା ଆମମାନେ ଅପରିଷ୍କୃତ ହୋଇଥାଉ। ଆଉ ପ୍ରିୟର ଭାଇ ଭଉଣୀ, ସେ ସମୟରେ ଆମମାନଙ୍କର ଜୀବନ ମନ ହୃଦୟରେ ଆମମାନେ ପରିବର୍ତ୍ତନ ହେବାର ଅଛି। ଅର୍ଥାତ୍ ଆମମାନେ ସେଇ ଭୁଲ ପାଇଁ, ସେଇ ଖରାପ ବିଷୟ ପାଇଁ ଆମମାନେ ଅନୁତାପ କରିବାକୁ ପଡିବ, ଆଉ ଆମମାନେ ସେ ବିଷୟ ପାଇଁ ଆମମାନେ ଅପସ୍ୱୀକାର କରିବାକୁ ପଡିବ, ଆଉ ତାହା ହିଁ ପରିବର୍ତ୍ତନର ବିଷୟ ଅଟେ। ପ୍ରଭୁ ଆଉ ଏପରି କରିବି ନାହିଁ, ଆଉ ପ୍ରଭୁ ଆମମାନଙ୍କ ଜୀବନରେ ତାହା ହିଁ ଆଶା କରନ୍ତି। ତେଣୁକରି ତାଙ୍କ ବାକ୍ୟ ଦ୍ୱାରା ଆମମାନଙ୍କୁ ପରିଷ୍କାର କରନ୍ତି, ଆଉ ଭଲ ଫଳ ପଡିବା ପାଇଁ। ପ୍ରିୟର ଭାଇ ଭଉଣୀ ମାନେ, ଯେମିତି ଗତକାଲି ମଧ୍ୟ ଆପଣମାନଙ୍କୁ କହୁଥିଲି କି ଗୋଟେ ପାର୍କରେ ବା ଆଉ ଗୋଟେ ସେ ଦେଖଭାଲ କରିବା ଲୋକ ଆଉ ବଡ କଇଁଚି ଗୋଟେ ଧରିଥାଏ, ଆଉ ତାକୁ ଗଛ ଡାଳ ଗୁଡାକୁ ସାଇଜ କରେ, ଆଉ ଯୋଉଟା ଶୁଖି ଯାଉଛି ଆଉ ଯୋଉଟା ଆକ୍ରମଣୀୟ ହଉଛି, ପୋକ ଜୋକ ଲାଗୁଛନ୍ତି, ସେ ସବୁ ସେ କାଟିକି ଅଲଗା କରନ୍ତି। କାହିଁକି? ତାହା ଅସୁନ୍ଦର ଭାବରେ ଦେଖାଯାଏ, ଆଉ ତାହା ସେଇ ଗଛକୁ ମଧ୍ୟ ଆକ୍ରମଣ କରିବାର ସମ୍ଭାବନା ରହିଛି, ସମୁଦାୟ ଗଛକୁ ନଷ୍ଟ କରିବାର ସମ୍ଭାବନା ରହିଛି, ଆଉ ସେଥିରେ କୌଣସି ପ୍ରକାର ସୌନ୍ଦର୍ଯ୍ୟ ଦେଖାଯିବ ନାହିଁ, ସବୁ ସୌନ୍ଦର୍ଯ୍ୟ ନଷ୍ଟ ହେବ। ଧୀରେ ଧୀରେ ସମସ୍ତ ଡାଳ ଶୁଖିଯିବ, ଖରାପ ହେଇଯିବ, ଆଉ ପାର୍କରେ ଯେମିତି ସ୍ୱଭାବ ଆସିବା କଥା ତାହା ଦେଖାଯାଏ ନାହିଁ। ତେଣୁକରି ସେ ଡାଳ ଗୁଡାକ କାଟିକି ଅଲଗା କରାଯାଏ, ଆଉ ନୂତନ ଭାବରେ ଯେଉଁ ଶାଖା ଅଙ୍କୁରିତ ହୁଏ ବା ସେଇ ଗୁଡା ସବୁ ଆସେ ଡାଳ ଗୁଡାକରେ, ଆଉ ସେଟା କେତେ ସୁନ୍ଦର ଦେଖାଯାଏ। ପ୍ରିୟର ଭାଇ ଭଉଣୀ ମାନେ, ସେ ପ୍ରକାର ପୁରୁଣା ବିଷୟ ଗୁଡାକ ଯୋଉଟା କି ଆମମାନଙ୍କୁ ସେ ପ୍ରକାର ପାପ ବିଷୟ ଗୁଡାକ ଆଗକୁ ଆମମାନଙ୍କୁ ବଢିବାକୁ ଦିଏ ନାହିଁ, ଆଉ ଆମମାନଙ୍କର ସାକ୍ଷ୍ୟକୁ ନଷ୍ଟ କରିବା ପାଇଁ ସେ ସବୁ ବିଷୟ ରହିଥାଏ। ତ ପ୍ରଭୁ ତାଙ୍କ ବାକ୍ୟ ଦ୍ୱାରା ସେ ସବୁକୁ
କାଟିକି ଅଲଗା କରନ୍ତି। ଈଶ୍ୱରଙ୍କର ବାକ୍ୟ ଦିଦାର ତଲୱାର ବା ଖଡଗ ସଦୃଶ ଅଟେ। ତେଣୁକରି ପ୍ରିୟର ଭାଇ ଭଉଣୀମାନେ, ଆଉ ଯେଉଁମାନଙ୍କୁ ସେ ପ୍ରେମ କରନ୍ତି ସେମାନଙ୍କୁ ଶାସନ ମଧ୍ୟ କରନ୍ତି। ତେଣୁକରି ପ୍ରିୟର ଭାଇ ଭଉଣୀ, ପ୍ରଥମ ବିଷୟ ଆମମାନଙ୍କୁ ପରିଷ୍କାର ହେବାକୁ ପଡିବ। ହଁ, 3 ପଦ ପଢି ଦିଅନ୍ତୁ। ମୁଁ ତୁମମାନଙ୍କୁ ଯେଉଁ ବାକ୍ୟ କହୁଛି ସେଥି ଯୋଗୁ ତୁମ୍ଭେମାନେ ପରିଷ୍କୃତ ହୋଇସାରିଅଛ। ଓକେ, ପ୍ରଭୁଙ୍କର ଗୌରବ ଏବଂ ମହିମା ହେଉ। ମୁଁ ତୁମମାନଙ୍କୁ ଯେଉଁ ବାକ୍ୟ କହିଅଛି ସେଥି ଯୋଗୁ ତୁମେମାନେ ପରିଷ୍କୃତ ହୋଇସାରିଅଛ। ପ୍ରଭୁ କହୁଛନ୍ତି, ମୁଁ ଯେଉଁ ବାକ୍ୟ ତୁମମାନଙ୍କୁ କହିଅଛି ସେଇ ବାକ୍ୟ ଯୋଗୁ ତୁମେମାନେ ପରିଷ୍କୃତ ହୋଇସାରିଅଛ। ତେଣୁକରି ପ୍ରିୟର ଭାଇ ଭଉଣୀମାନେ, ଆମମାନେ ବାକ୍ୟ ଶୁଣିବା ଦ୍ୱାରା ଆମମାନଙ୍କ ଜୀବନରେ ପରିବର୍ତ୍ତନ ଆସିଥାଏ। ଆମମାନଙ୍କ ଜୀବନରେ ନୂଆ ବିଷୟ ଆରମ୍ଭ ହୋଇଥାଏ। ତେଣୁକରି ବାକ୍ୟ ଶୁଣିବା ଏବଂ ବାକ୍ୟକୁ ମହତ୍ଵ ଦେବା ଆମମାନଙ୍କର ପ୍ରଥମ ବିଷୟ ଅଟେ। ଯଦି ତାହାକୁ ଆମେ ଗୁରୁତ୍ୱ ଦେବା ନାହିଁ ତାହେଲେ ଆମମାନେ ପରିଷ୍କୃତ ହେଇପାରିବା ନାହିଁ। ହଁ, 4 ପଦ ପଢନ୍ତୁ। ମୋଠାରେ ରୁହ, ସେଥିରେ ମୁଁ ତୁମ୍ଭମାନଙ୍କଠାରେ ରହିବି। ଶାଖା ଯେପରି ଦ୍ରାକ୍ଷାଲତାରେ ନ ରହିଲେ ନିଜରୁ ଫଳ ପଡିପାରେ ନାହିଁ, ସେହିପରି ତୁମ୍ଭେମାନେ ମଧ୍ୟ ମୋଠାରେ ନ ରହିଲେ ଫଳ ପଡିପାରିବ ନାହିଁ। ପ୍ରଭୁ କଣ କହୁଛନ୍ତି? ମୋଠାରେ ରୁହ, ସେଥିରେ ମୁଁ ତୁମମାନଙ୍କଠାରେ ରହିବି। ପ୍ରଭୁ ଯୀଶୁ ଖ୍ରୀଷ୍ଟ କଣ କହୁଛନ୍ତି? ମୋଠାରେ ରୁହ। ଆଇନରେ ଟାଇମ୍ ପେ ଏଣ୍ଡ ଦ ଆଇନ୍ ଆପରେ ଟାଇମ୍। ପ୍ରଭୁଙ୍କଠାରେ ଆମେ କେମିତି ରହିବା? ନାଇଁ, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଆମେ ଦେଖି ପାରୁନାହୁଁ, କେମିତି ରହିବା ତାଙ୍କଠାରେ? ପ୍ରିୟର ଭାଇ ଭଉଣୀମାନେ, ତାଙ୍କଠାରେ ରହିବା ଅର୍ଥ ଆମେମାନେ ତାଙ୍କର ବାକ୍ୟକୁ ମାନୁଛୁ ଆଉ ତାଙ୍କର ବାକ୍ୟ ଅନୁସାରେ, ଆଜ୍ଞା ଅନୁସାରେ ଯଦି ଆମେ କାର୍ଯ୍ୟ କରୁଛୁ, ଜୀବନ ଅତିବାହିତ କରୁଅଛୁ, ତାହେଲେ ଆମମାନେ ତାଙ୍କଠାରେ ରହିଅଛୁ। ଆଉ ତାଙ୍କର କଥା ଆମେ ଯଦି ମାନିକି ଚାଲୁଅଛୁ ତାହେଲେ ତାଙ୍କଠାରେ ଆମେ ରହିଅଛୁ ଆଉ ସେ ଆମମାନଙ୍କଠାରେ ରହିଥାନ୍ତି। ଏହା ବାକ୍ୟ ପ୍ରକାଶ କରେ। ହଁ, 5 ପଦ। ମୁଁ ଦ୍ରାକ୍ଷାଲତା, ତୁମ୍ଭେମାନେ ଶାଖା। ଯେ ମୋଠାରେ ରୁହେ ଓ ମୁଁ ଯାହାଠାରେ ରହେ, ସେ ପ୍ରଚୁର ଫଳ ପଡେ, କାରଣ ମୋ ବିନା ତୁମ୍ଭମାନେ କିଛି କରିପାର ନାହିଁ। ଓକେ, ପ୍ରେଜ୍ ଦ ଲର୍ଡ। ପ୍ରଭୁଙ୍କର ଗୌରବ ଏବଂ ମହିମା ହେଉ। 5 ପଦରେ ଆମେ ଦେଖୁଛୁ, ମୁଁ ଦ୍ରାକ୍ଷାଲତା, ତୁମ୍ଭେମାନେ ଶାଖା। ପ୍ରଭୁ ଯୀଶୁ କହୁଛନ୍ତି, ମୁଁ ଦ୍ରାକ୍ଷାଲତା, ତୁମେମାନେ ଶାଖା। இந்த ଅଙ୍ଗୁର ନାହିଁ ହେଲେ ଆପଣମାନଙ୍କୁ ଏଣ୍ଡେନ୍ କତ ହନକ ନାଇଁ ହନକ ତୁମେମାନେ ମୁଁ ଦ୍ରାକ୍ଷାଲତା, ତୁମେମାନେ ଶାଖା। ଯେ ମୋଠାରେ ରହେ, ମୁଁ ତାଠାରେ ରହେ। ଆଇନରେ ତାଇନେ ଇନି ଆଇରେ ତାଇନେ ଆଇଲ। ଯେ ମୋଠାରେ ରୁହେ, ମୁଁ ତାଠାରେ ରହେ, ସେ ପ୍ରଚୁର ଫଳ ପଡେ। କଣ ଲେଖାଯାଉଛି? ସେ ପ୍ରଚୁର ଫଳ ପଡେ। ପ୍ରଚୁର ଫଳ ପଡେ ମାନେ ତାଙ୍କଠାରେ ଈଶ୍ୱରଙ୍କର ଗୁଣ, ଈଶ୍ୱରଙ୍କର ସ୍ୱଭାବ ପ୍ରଚୁର ଭାବରେ ଦେଖିବାକୁ ମିଳେ। ତାଙ୍କଠାରେ ଦୟା, କ୍ଷମା, ଆଉ ପ୍ରେମ, ଆଉ ନମ୍ରତା, ଆଉ ଅନ୍ୟାନ୍ୟ ଉତ୍ତମ ବିଷୟ, ଏଇ ସବୁ ଦେଖିବାକୁ ମିଳେ। ଆଉ ପ୍ରଚୁର ଭାବରେ ତା ଫଳ ହୁଏ। ଆଉ ତାଙ୍କ ହୃଦୟ, ତାଙ୍କର ମନ ଏପରି ଭାବରେ ସେ ପ୍ରକାର ଗୁଣ, ସେ ପ୍ରକାର ଭାବନା, ଚିନ୍ତା, ଐଶ୍ୱରିକ ଗୁଣରେ ସେ ପରିପୂର୍ଣ୍ଣ ହେବ। ପ୍ରଚୁର ଭାବରେ ଦେଖାଯାଏ। ପ୍ରଭୁଙ୍କର ବାକ୍ୟ, ଈଶ୍ୱରଙ୍କର ବାଣୀ ଯଦି ଆମମାନଙ୍କ ଜୀବନରେ, ଆମମାନଙ୍କ ହୃଦୟରେ ଯଦି ରହିଥାଏ, ତାହେଲେ ପ୍ରିୟର ଭାଇ ଭଉଣୀମାନେ, ଆମମାନେ ସେ ପ୍ରକାର ବ୍ୟକ୍ତିରେ ପରିଣତ ହେବା। ଆଉ ସେ ବିଷୟ ହିଁ ପ୍ରକାଶ କରୁଅଛନ୍ତି ପ୍ରଭୁ ତାଙ୍କ ବାକ୍ୟ ଦ୍ୱାରା। ଆଉ ଲେଖାଯାଉଛି, କାରଣ ମୋ ବିନା ତୁମେମାନେ
କିଛି କରିପାର ନାହିଁ। କିଛି କରିପାର ନାହିଁ। ତାଙ୍କ ବିନା ଆମେ କିଛି କରିପାରିବା ନାହିଁ। ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଅଲଗା କରିଦେଇକି, ତାଙ୍କର ବାକ୍ୟକୁ ସାଇଡ କରିଦେଇକି ଆମମାନେ ଯଦି ସଫଳ ହେବାକୁ ଇଚ୍ଛା କରୁ, ଆମମାନେ ଯଦି ଆଗକୁ ବଢିବାକୁ ଚେଷ୍ଟା କରୁ, ତାହେଲେ ଆମମାନେ ବଢିପାରିବା ନାହିଁ। ଆତ୍ମିକତାରେ ଆମମାନେ ବଢିପାରିବା ନାହିଁ। ତେଣୁକରି ପ୍ରଥମ ସ୍ଥାନ, ପ୍ରଥମ ବିଷୟ ତାଙ୍କର ବାକ୍ୟକୁ ଉତ୍ତରାଧିକାରୀ ଦେବାର ଅଛି। ପ୍ରଥମ ସ୍ଥାନ ନିଜ ହୃଦୟରେ ତାଙ୍କୁ ଦେବାର ଅଛି। ତାହେଲେ ଆମମାନେ ସଫଳ ପାଇବା, ବିଜୟ ଲାଭ କରିପାରିବା। ଈଶ୍ୱର ଯଦି ଆମମାନଙ୍କର ସପକ୍ଷରେ, ତାହେଲେ ଆମମାନଙ୍କ ବିପକ୍ଷରେ କିଏ ଠିଆ ହେଇପାରିବ? ଯଦି ଈଶ୍ୱର ଆମମାନଙ୍କ ସପକ୍ଷରେ ରୁହନ୍ତି, ତାହେଲେ ଆମର ବିପକ୍ଷରେ କିଏ ଠିଆ ହେଇପାରିବ? ତେଣୁକରି ପ୍ରିୟର ଭାଇ ଭଉଣୀମାନେ, ଈଶ୍ୱର ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆମମାନଙ୍କୁ ସଫଳତା ଦିଅନ୍ତି। ତେଣୁକରି ତାଙ୍କର ବାକ୍ୟ ଆଉ ତାଙ୍କର ବାଣୀ ଅନୁସାରେ ଯଦି ଆମମାନେ ପ୍ରତିଦିନ ଜୀବନ ଅତିବାହିତ କରୁ, ତାହେଲେ ଆମମାନେ ସଫଳତା ପାଇବା। ଆମମାନେ ଅନେକ ଥର ଚେଷ୍ଟା କରିଛୁ, ବିଫଳ ହୋଇସାରିଛୁ। ଆମମାନଙ୍କୁ ଏସ୍ପୂର୍ବ ଚେଷ୍ଟା କଲା ମେନ୍ଦ ଦୁଲା ଭାଗାମିଶକୁ ଆମମାନଙ୍କୁ କାବୁ ପୁରେତନା ଏନା କା ହବ ଆତନା। ଆମମାନେ ଯାହା ଇଚ୍ଛା କରୁଛୁ, ନିଜର ଚେଷ୍ଟା ବୁଦ୍ଧି ବଳ ଅନୁସାରେ ଆମମାନେ କରିବା ପାଇଁ ଚେଷ୍ଟା କରୁଛୁ ବା ପାଇବା ପାଇଁ ଇଚ୍ଛା କରୁଛୁ, ପାଇପାରୁନୁ। କାହିଁକି? ପ୍ରିୟର ଭାଇ ଭଉଣୀ ମାନେ, ଗୋଟେ ବିଷୟ ଆମେ ମିଷ୍ଟେକ୍ କରୁଛୁ। କଣ? ଈଶ୍ୱରଙ୍କୁ ଆମେ ପ୍ରଥମ ସ୍ଥାନ ଦେଉନାହୁଁ। ତେଣୁକରି ତାଙ୍କ ବିନା ଆମେ କିଛି କରିପାରିବା ନାହିଁ। ପ୍ରଭୁଙ୍କ ବାକ୍ୟକୁ ବାହାରେ ଆମେ କାର୍ଯ୍ୟ କଲେ କିଛି ଆମମାନଙ୍କ ଜୀବନରେ ସଫଳତା ହାସଲ ହେବ ନାହିଁ। ଆମମାନଙ୍କ ଜୀବନ କାବୁ ସକ୍ସେସଫୁଲ, ଆମମାନଙ୍କ ଜୀବନରେ କାବୁ ଆର ପାଖକୁ ବଳା ଦେଇଅ। ତେଣୁକରି ଈଶ୍ୱରଙ୍କର ବାକ୍ୟକୁ ମତ ଦେବାର ଅଛି। ଆଉ ତାଙ୍କର ଇଚ୍ଛା ଅନୁସାରେ ଆମମାନେ ଯଦି ଜୀବନ ଯାପନ କରୁ, ତାହେଲେ ସେ ଆମମାନଙ୍କର ଜୀବନରେ ସଫଳ କରିବେ। ଓକେ, ଜୟପଦ। କେହି ଯେବେ ମୋଠାରେ ନ ରହେ, ତାହେଲେ ସେ ଶାଖା ପରି ବାହାରେ ପକାଇ ଦିଆଯାଏ ଓ ଶୁଖିଯାଏ। ପୁଣି ଲୋକେ ସେଗୁଡାକ ଏକାଠି କରି ନିଆଁରେ ପକାଇ ଦିଅନ୍ତି ଓ ସେଗୁଡାକ ପୋଡ଼ିଯାଏ। ଆମେ ଏଠି ଗୋଟେ ବିଷୟ ସ୍ପଷ୍ଟ ଭାବରେ ଲେଖୁଛନ୍ତି, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଠାରୁ ଆମମାନେ ଅଲଗା ହେବା ବ୍ୟକ୍ତିଙ୍କର ଜୀବନ ବା ତାଙ୍କର ଆତ୍ମା ବିଷୟରେ ଏହା ଲେଖାଯାଉଛି ଯେ ତାଙ୍କର ଜୀବନ କେମିତି ଗଠିବ, ତାଙ୍କର ଆତ୍ମାର ପରିସ୍ଥିତି ଆଉ କେମିତି ଥିବ। ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ବାକ୍ୟ ଯେଉଁମାନେ ବର୍ତ୍ତମାନ ଶୁଣିବା ପାଇଁ ଇଚ୍ଛା କରୁନାହାନ୍ତି, ପରିବର୍ତ୍ତନ ହେବାକୁ ଇଚ୍ଛା କରୁନାହାନ୍ତି, ନିଜର ଜୀବନକୁ ସୁଧାରିବା ପାଇଁ ଇଚ୍ଛା କରୁନାହାନ୍ତି, ପରିଷ୍କାର ହେବା ପାଇଁ ଇଚ୍ଛା କରୁନାହାନ୍ତି, ପାପ ଛାଡ଼ିବାକୁ ଇଚ୍ଛା କରୁନାହାନ୍ତି, ସେମାନଙ୍କର ଜୀବନ ଏହି ପ୍ରକାର ବିଷୟ ଶେଷରେ ପରିଣତି ଘଟିବ। ତେଣୁକରି ପ୍ରିୟର ଭାଇ ଭଉଣୀମାନେ, 6 ପଦରେ ଲେଖାଯାଏ, ଯଦି ତୁମେମାନେ ମୋ ଠାରେ କେହି ଯେବେ ମୋ ଠାରେ ନ ରହେ, କେହି ଯେବେ ମୋ ଠାରେ ନ ରହେ, ଯେ କି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଠାରେ ନ ରହେ, ଅର୍ଥାତ୍ ତାଙ୍କର ଶିକ୍ଷା ଅନୁସାରେ ନ ଚାଲେ, ତେବେ ତାର ଅବସ୍ଥା କଣ ହେବ ବୋଲି କୁହାଯାଉଛି? ତାହେଲେ ସେ ଶାଖା ପରି ବାହାରେ ପକାଇ ଦିଆଯାଏ। କାଟିକି ସେଇ ଶାଖା ଗୁଡା ଯେମିତି ବାହାରେ ପକାଇ ଦିଅନ୍ତି, ସେ ପ୍ରକାର ତାହା ଶୁଖିଯାଏ। ପ୍ରିୟର ଭାଇ ଭଉଣୀ ମାନେ, ଆମମାନେ ଯଦି ଈଶ୍ୱରଙ୍କ ସହିତ ଲାଗିକି ରହିବା ନାହିଁ, ତାହେଲେ ଆମମାନଙ୍କର ଯୋଉ କଣ୍ଡିସନଟା ଈଶ୍ୱରଙ୍କ ସହିତ ଯୋଉ ରହିଥାଏ, ସେ ସବୁ କଣ ହେବ? କାଟି ଦିଆଯିବ। ଆମମାନଙ୍କୁ ଯୋଉଟାରେ ଆମମାନଙ୍କୁ ଶକ୍ତି ମିଳେ, ଆଉ ଯୋଉଟାରେ ଆମମାନଙ୍କୁ ପବିତ୍ର ହେବାର ଆମମାନଙ୍କୁ ଜୀବନରେ ରିଲିଜ ହୁଏ, अब जीवन रे ओकना पार्ची पवित्र जीवन बिते लगी ताउमान को शक्ति बु नामिया इना सबिन चिकेवा मेन कंडीशन कटा तारे चिकेवा ए लाइन थारो हमें 2-3 दिन केते अंधार रे रहिलो नै के रो आउ तार सूत्र हमें पाई पारु नथिलो, किंतु सेही गोटे जगह रे मशा कोन करथिले टिके काटी देथिले नै कि आ एपटे करंट सप्लाई बंद हे गो अने से स्विच जान कुछ नहीं
ସବୁ ଚେକ୍ ଚାକ୍ କରୁ ସେଠି ଠିକ ଅଛି, କିନ୍ତୁ କୋଉଠି ନା କୋଉଠି ଏଇଟା ପ୍ରୋବ୍ଲେମ ଥିଲା ନାଇଁ କି? ତ ପ୍ରିୟର ଭାଇ ଭଉଣୀ ମାନେ ଏଇ ପ୍ରକାର ଯଦି କାଟି ଦିଆଯାଏ ତାହେଲେ ସେଆଡୁ ଶକ୍ତି ବା ଆମମାନଙ୍କ ଜୀବନରେ ତା ଆସିପାରିବ ନାହିଁ, ଆଉ ସେଗୁଡାକୁ କାଟି ଦିଆଯାଏ। ତେଣୁକରି ପ୍ରିୟର ଭାଇ ଭଉଣୀ ମାନେ ଏଇ ପ୍ରକାର ଭାବରେ ଈଶ୍ୱରଙ୍କର ବାକ୍ୟ ଆମମାନଙ୍କୁ କହନ୍ତି ଆଉ କାଟି ଦିଆଯାଏ, ଆଉ ଆମମାନେ ଶକ୍ତି ପାଇବା ନାହିଁ, ଆଉ ଆମମାନେ ନିଜ ଜୀବନରେ ଆଗକୁ ବଢି ପାରିବା ନାହିଁ, ଆଉ ଆମମାନଙ୍କର ଆତ୍ମିକ ଜୀବନ ଆଉ କଣ ହେବ? ମରିଯିବ, ପାପ ହେତୁ ମରିଯିବ, କଣ୍ଡିସନ ପୁରା କଟିଯିବ। ଆଉ ପ୍ରିୟର ଭାଇ ଭଉଣୀ ମାନେ ସେଇ ବାକ୍ୟ ଆମମାନଙ୍କ ଜୀବନରେ ପ୍ରଭୁ ପ୍ରକାଶ କରନ୍ତି। ଆଉ ଲେଖାଯାଉଛି ଦ୍ୱିତୀୟ ବିଷୟ, ସେ ଶାଖା ପରି ବାହାରେ ପକାଇ ଦିଆଯିବ ଆଉ ଶୁଖିଯାଏ, ପୁଣି ଲୋକେ ସେଗୁଡାକ ଏକାଠି କରି ନିଆଁରେ ପକାଇ ଦିଅନ୍ତି, ଆଉ ସେ ଗୁଡାକ ପୋଡିଯାଏ। ଏହି ନିଆଁରେ ପକାଇବା ବିଷୟ ଶେଷ ବିଚାର ପରବର୍ତ୍ତୀ ଯୋଉ ଆତ୍ମାର ଅଗ୍ନିରେ ପକାଇ ଦିଆଯିବ ସେଇ ବିଷୟକୁ କୁହାଯାଉଛି। ହଁ, 7 ପଦ ପଢି ଦିଅନ୍ତୁ। ଯଦି ତୁମ୍ଭେମାନେ ମୋଠାରେ ରୁହ ଆଉ ମୋହର ବାକ୍ୟ ତୁମମାନଙ୍କଠାରେ ରୁହେ, ତାହା ହେଲେ ଯେକୌଣସି ବିଷୟ ଇଚ୍ଛା କର ତାହା ମାଗ, ଆଉ ତୁମ୍ଭମାନଙ୍କ ନିମନ୍ତେ ତାହା ସାଧିତ ହେବ। ପ୍ରଭୁଙ୍କର ଗୌରବ ଏବଂ ମହିମା ହଉ। ପ୍ରିୟର ଭାଇ ଭଉଣୀ, 7 ପଦରେ ଆମେ ଦେଖୁ, ଯଦି ତୁମେମାନେ ମୋଠାରେ ରୁହ। କଣ କହୁଛି? ପ୍ରଥମରେ ଯଦି ତୁମେମାନେ ମୋଠାରେ ରୁହ, ପ୍ରଥମ ଚିହ୍ନ ତା ପାଇଲେ ଯଦି ଆପଣମାନଙ୍କୁ ଏଣ୍ଡಕ್ಕೆ ପାଇଲେ ଏଣ୍ଡಕ್ಕೆ ଚିହ୍ନ ହବ ଅವಂತನ ରୁହ ଆଉ ମୋର ବାକ୍ୟ ତୁମମାନଙ୍କଠାରେ ରୁହେ। ଯଦି ତୁମମାନେ ମୋଠାରେ ରୁହ ଆଉ ମୋର ବାକ୍ୟ ତୁମମାନଙ୍କଠାରେ ରୁହ, ତାମାନେ ବାକ୍ୟ ଏଠି କେତେ ଦରକାର ଅଟେ ଆମମାନଙ୍କ ଜୀବନରେ, ଆମମାନଙ୍କ ହୃଦୟରେ ଯଦି ତାଙ୍କ ବାକ୍ୟ ରହୁଏ ତାହେଲେ କେମିତି କାର୍ଯ୍ୟ ହେବ ଆମେ ଦେଖିବା। ବାକ୍ୟ ତୁମମାନଙ୍କଠାରେ ରୁହେ, ତାହେଲେ ଯେକୌଣସି ବିଷୟ ଇଚ୍ଛା କର। ଦେଖନ୍ତୁ କେତେ ଭଲ ବିଷୟ, ଯଦି ତୁମମାନଙ୍କଠାରେ ମୋର ବାକ୍ୟ ରହିବ ତାହେଲେ ଯେକୌଣସି ବିଷୟ ଇଚ୍ଛା କରିବ, ତାହେଲେ କଣ ହେବ? ଇଚ୍ଛା କର ତାହା ମାଗ, ନିହାତି ଆସିବେ, ଆଉ ତୁମମାନଙ୍କ ନିମନ୍ତେ ତାହା ସାଧିତ ହେବ। ତାହା ସାଧିତ ହେବ ମାନେ ଇନା ପୁରେ ଆପଣମାନଙ୍କ ଲାଗି ପ୍ରଭୁଙ୍କର ଗୌରବ ଏବଂ ମହିମା ହଉ। ପ୍ରିୟର ଭାଇ ଭଉଣୀ ମାନେ, ଆମମାନଙ୍କ ଜୀବନରେ ଯଦି ଆମେ ଦେଖୁ ଯେ ଅନେକ ବିଷୟ ଆମେ ଆଶା କରୁ, ଇଚ୍ଛା କରୁ, କିନ୍ତୁ ତାହା ଏପର୍ଯ୍ୟନ୍ତ ଅଭାବ ରହିଛି ବା ପୂର୍ଣ୍ଣ ହେଇନାହିଁ, ତ ଗୋଟେ ବିଷୟ ଆମେ ଦେଖିବା। ତ ଏଇ ବାକ୍ୟ ଅନୁସାରେ ଆମର ଜୀବନ ମନ ହୃଦୟକୁ ଟିକେ ସମୀକ୍ଷା କରିବା, ଯାଞ୍ଚ କରିବା, କୋଉଠି ନା କୋଉଠି ଯଦି ଆମେ ଈଶ୍ୱରଙ୍କ ସହିତ କଣ୍ଡିସନ ଯଦି କଟି ଯାଇଛି ତ ପୁନର୍ବାର ଝଡ଼ିବା ପାଇଁ ଆମମାନେ ଚେଷ୍ଟା କରୁ, ଆଉ ପୁଣି ଥରେ ସେଇ ପାୱାର ବା ସେଇ କଣ୍ଡିସନ ଆଉ ରିଲିଜ ହେବ ଆମମାନଙ୍କ ଜୀବନରେ, ଆଉ ପୁଣି ଥରେ ଆମମାନେ ଆଗକୁ ବଢି ପାରିବା। ହଁ, 8 ପଦ ପଢି ଦିଅନ୍ତୁ, ଆମେ ଶେଷ କରିବା। ତୁମ୍ଭେମାନେ ପ୍ରଚୁର ଫଳ ଫଳିଲେ, ହଁ, ମୋହର ପିତା ମହିମାନ୍ୱିତ ହେବେ, ଆଉ ତୁମ୍ଭେମାନେ ମୋହର ପ୍ରକୃତ ଶିଷ୍ୟ ହେବ। ଆମେ ପ୍ରଭୁଙ୍କର ଗୌରବ ଏବଂ ମହିମା ହଉ। ପ୍ରଭୁ ଯୀଶୁ କଣ କହୁଛନ୍ତି 8 ପଦରେ ଆମେ ଦେଖୁ, ତୁମେମାନେ ପ୍ରଚୁର ଫଳ ପଡ଼ିଲେ। କି ଫଳ? ପ୍ରଚୁର। ଆପଣମାନଙ୍କୁ ଏସବୁ ପୁରା ଜୟାନରେ ଫଳ କହିଲେ ଆମମାନଙ୍କର ଜୀବନର ସ୍ୱଭାବ, ଆମମାନଙ୍କ ହୃଦୟ ମନ ପରିବର୍ତ୍ତନ ସ୍ୱଭାବ, ଐଶ୍ୱରିକ ଗୁଣ ଆମମାନଙ୍କ ଜୀବନରେ ଯଦି ପ୍ରଚୁର ଭାବରେ ରହିବ, ଆଉ ସେଇ ବିଷୟ ଆମମାନଙ୍କ ଜୀବନରେ ଯଦି ଦେଖାଯାଏ, ତାହେଲେ ମୋହର ପିତା ମହିମାନ୍ୱିତ ହେବ। ଅର୍ଥାତ୍ ପ୍ରଭୁ କହୁଛନ୍ତି ପିତା ଈଶ୍ୱର ମହିମାନ୍ୱିତ ହେବ, ଗୌରବ ଏସବୁରେ ପ୍ରଶଂସା ମହିମା ନାହିଁ। ଆବୁ ଏ ଜୀବନ ହରାତେ
ଆବୁଏ ପରିବର୍ତ୍ତନ ହେଲା ଆବୁଏ ପାଇଟି ହେଲା ଆମମାନଙ୍କର କାର୍ଯ୍ୟ ଦ୍ୱାରା ଆମମାନଙ୍କର ଜୀବନ ଦ୍ୱାରା ପ୍ରଭୁ ମହିମାନିତ ହୁଅ ଆଉ ତାଙ୍କର ନାମ ମହିମାନିତ ହୁଏ। ତେବେ ଆହୁ ତୁମେମାନେ ମୋହର ପ୍ରକୃତ ଶିଷ୍ୟ ହେବ। ପ୍ରକୃତ ଶିଷ୍ୟ କିଏ? ଯାହାଙ୍କଠାରେ ପ୍ରଚୁର ଭାବରେ ବଳ ଦେଖାଯାଏ। सारी उत्तर चला अकोय चला दकोय अकोया जीवन रे एन लेकान गुण को मिला ईश्वरीय गुण दया प्रेम शांति आनंद क्षमा और पवित्रता मन परिवर्तन जीवन समस्त विषय उत्तम विषय जहाँ परिलक्षित हुए जहाँ जीवन रे देखा जाए से ही प्रकृत मोर शिष्य बोली यीशुख्रीष्ट कहउछन। तेणुक प्रियर भाई भणी माने प्रकृत शिष्य हेबाकू हेले आमମାନଙ୍କୁ उत्तम फल ବା ପ୍ରଚୁର ଭାବରେ ପଢ଼ିବାକୁ ହେବ। ଅଳ୍ପ ନୁହେଁ, ଗୋଟେ ଦୁଇଟା ପଣସ ପରି ନାହିଁ, ଗୋଟେ ଦୁଇଟା ଗୁଣ ଯଥେଷ୍ଟ ନୁହେଁ ଈଶ୍ୱରଙ୍କ ପାଇଁ। ତାଙ୍କର ସମସ୍ତ ପ୍ରକାର ଗୁଣ ଆମମାନଙ୍କ ଜୀବନରେ ହେବା ଦରକାର, ଦେଖାଯିବା ଦରକାର, ହେଲେ ଯାଇକି ସେ ସନ୍ତୁଷ୍ଟ ହେବେ। ଗୋଟେ ବିଷୟ ପାଇଁ ଦୁଇଟା ବିଷୟ ପାଇଁ ସେ ସନ୍ତୁଷ୍ଟ ହେବେ। ପ୍ରଚୁର ଫଳ ପଡ଼ିଲେ ହିଁ ମୋର ପିତା ମହିମାନ୍ୱିତ ହେବ। ତାମାନେ ଗୋଟେ ଦୁଇଟା ପଡ଼ିଲେ ସନ୍ତୁଷ୍ଟ ନାହିଁ। अंगूर भी देखिए जब नियत भरी जो एल बागान को सिरा सा जब से अंगूर लगे कि जब गोटे दुईटा पड़िबो कोन से बगीचा मालिक खुशी हेबो कि नाइ प्रचुर पड़िले से फल को देखिले से आनंद हेबो। आउ अन्य लोक माने मध्य सेही बगीचार बा सेही गछर सेही फल को देखि सेमाने मध्य भा केते बढ़िया फड़ी नाइ तामानकर सुंदर जीवन आमानक परिवर्तन जीवन आमानकर ऐश्वर्यक गुण प्रेम दया क्षमा ए सब गुण देखिकी अन्य लोक माने कहिबे एमाने पूरा नूतन भावरे सृष्टि हेई जासंती आ पुरातन विषय तांकटारे देखा जाउ नै केते बढ़िया अछंती एमाने हुए तो दुखी दरिद्र अछंती हुए तो एमाने दैनिक मजुरिया करूचंती तांको घर द्वार ठीक नाही आउ तथापि सेमाने केते प्रेमरे केते शांति रे अछंती जा हो एमाने एई बाट को आसीबा द्वारा तांको जीवन रे ए प्रकार देखा जाउ अछि। ताहा देखि सेमाने प्रभु को विषय सेमाने महिमान्वित करी जा हो आगो परी एमानक जीवन रे से परी देखा जाउ नते आ एमाने तांको पूर्व जीवन जदि आमे देखिबा तांकर परिवार रे तांकर रेल सेन तांकर खाइबा पीबा तांकर स्वामी स्त्री भीतर संपर्क केते खराब थिला वर्तमान केते बढ़िया सुंदर जीवन आदर्श जीवन अतिबाहित करूछन। इहा देखि प्रभुकर गौरव एवं महिमा तेणुकर प्रिय भाई भणी माने आसु आमମାନଙ୍କ ଜୀବନରେ ଯଦି କୋଉ ବିଷୟ ଉଣା ପଡ଼ିଛି ତାହେଲେ ଆମମାନେ ସ୍ମରଣ କରୁ ଆଉ ପୁଣି ଥରେ ଉତ୍ତମ ଭାବରେ ଫଳ ପଡ଼ିବା ପାଇଁ ଆମେ ଚେଷ୍ଟା କରିବା ଆଉ ପ୍ରଭୁ ଆମମାନଙ୍କୁ ସାହାଯ୍ୟ କରିବେ। ତ ଠିକ ଅଛି, ପ୍ରଭୁ ଏ ବାକ୍ୟ ଦ୍ୱାରା ପ୍ରତ୍ୟେକକୁ ଆଶୀର୍ବାଦ କରନ୍ତୁ। ଆମେନ୍।